ଆଜି ତେଜ ଏବଂ ତ୍ରିନାଲୀଙ୍କ ଜବରଦସ୍ତ କାହାଣୀ ଦେଖିବାକୁ ମିଳିବ। ତେଜ କହିବ, ପିଲାମାନଙ୍କୁ ଦେଖନ୍ତୁ, ତୁମ ମନ ପାଇଁ ଗିଫ୍ଟ ଏବଂ ଚକୋଲେଟ୍ ଆଣିଦେଇଛି। ଭବାନୀ ଦେବୀ କହିଲେ, ତେଜସ୍ ଆସିବା ଆଗରୁ କହିଥିଲୁ ବଦମାସ ଖରାପ ପିଲାମାନେ। ଏହି ପିଲାମାନଙ୍କୁ ରଖିଦେବି ନାହିଁ। ଚାଲନ୍ତୁ ଯିବା ପିଲାମାନେ। ମାଲିକ ମିଛ କଥା କହି କାର୍ତ୍ତିକ ତାଙ୍କ ସ୍ତ୍ରୀକୁ କହିଦେବ, ମ୍ୟାଡ଼ାମ ଜଣେ ନାରୀ ନୁହନ୍ତି, ସେ ଦେବୀ ହେଉଛନ୍ତି। ତାଙ୍କ ମନରେ ମୁଁ ସବୁ କଥା ଜାଣିଛି। ଏମିତି ମିଛ କଥା କହି ମ୍ୟାଡ଼ାମଙ୍କୁ ବୁଲାଇ ବଙ୍କାଇ କହିଦେଲା, ରାଜି କରିଦେଇଥିଲା। ଦେଖିଲା ତ କାର୍ତ୍ତିକ, ଆମେ ମାଙ୍କ ଉପରେ କେତେ ସନ୍ଦେହ କରୁଥିଲୁ। ସେ ଆମ ପାଇଁ କେତେ ଚିନ୍ତା କରୁଛନ୍ତି। ଚାଲନ୍ତୁ ଯିବା, ମାଆକୁ ଆଜି କ୍ଷମା ମାଗିଦେବା। ମାଲିକ କହିବେ, ଭବାନୀ ମନେ ମନେ ମୁଁ ସବୁ କଥାକୁ କାମ କରିଦେଇଅଛି। ତେଜସ୍ କହିବେ, ଏଇ ସବୁ ଅନାଥ ପିଲା, ତୁମର ମୁଣ୍ଡ ଖରାପ ହୋଇଯାଇଛି। ତୁମେ କିଛି ବୁଝିପାର ନାହଁ। ତୁମର ମୁଣ୍ଡରେ ଟଙ୍କାର ରୂପ ପଶିଅଛି। ଆଉ କିଛି ବି ଦିଶୁନାହିଁ ତୁମକୁ। ତ୍ରିନାଲୀ କହିବ, ସତ କଥା ସବୁ ଜାଣିଲେ ବି ମୋ ଠାରୁ କେବେ ବି ପିଲାର ଆଶା କରିବ ନାହିଁ। ତେଜ ଟିନା କହିବେ, ଗୋଟିଏ ଘଣ୍ଟାକୁ କିଏ ପିନ୍ଧିବ? ତାହାପରେ ତାଙ୍କର ମା ଆସିବେ ଆଉ କହିବେ, ତେଜସ୍ୱରଙ୍କ ପୁରୁଣା ଘଣ୍ଟା ଦେଇଛନ୍ତି, ଫିଙ୍ଗି ଦିଅନ୍ତୁ। କାଲିକି ତୁମମାନଙ୍କ ପାଇଁ ନୂଆ ଘଣ୍ଟା କିଣିଦେବି। ତା ପଛେ କହିବେ, ଏ ଘଣ୍ଟାଟା ପୁରୁଣା ସତ, ହେଲେ ଏହାର ଦାମ ଲକ୍ଷ ଲକ୍ଷ ଟଙ୍କା। ତାହାପରେ ତ୍ରିନାଲୀ ଆସି କହିବ, ମୁଁ ହେଉଛି ବହୁତ ଖରାପ। ଭବାନୀ ଦେବୀ ତାହାପରେ ଆସିବେ, କହିବେ, ମୁଣ୍ଡ ଆଜି ଗରମ ହୋଇଯାଇଛି। ତ୍ରିନାଲୀ ଯେଉଁଠାରେ ଥିଲେ ବି ତାର ଚୁଟିକୁ ଧରି ଘୋଷାଡ଼ି ଆଣନ୍ତୁ। ଦୟା ଆଉ କ୍ଷମା ଦେଖାନ୍ତୁ ନାହିଁ, ନହେଲେ ତୋତେ ଦୟା କ୍ଷମା ଦେଖାଇଦେବି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଭିଡ଼ିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିହାତି ଜଣାଇବେ।